ଆଜି ହେଉଛି 21 ଅକ୍ଟୋବର 2025 ମଙ୍ଗଳବାର। ଆପଣ ଦେଖୁଛନ୍ତି ନବ ଓଡ଼ିଶା ନ୍ୟୁଜ୍, ଯେଉଁଠାରେ ଆପଣଙ୍କ ପାଇଁ ଆମେ ନେଇ ଆସୁଛୁ ଆଜିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବର, ଓଡ଼ିଶା ଓ ଦେଶ ବିଦେଶର ମୁଖ୍ୟ ଖବର। ଆଧାର କାର୍ଡ ଏବଂ ଏଟିଏମ୍ ଭଳି ମୁଖ୍ୟମନ୍ତ୍ରୀ ନୂଆ ପଞ୍ଚାୟତ ଯୋଜନା ଆରମ୍ଭ, ଜଗାରେ ଫେରି ଆଗୁନି, ଦିଲ୍ଲୀ ବିମାନରେ ନିଆଁ, ରେଳ ମନ୍ତ୍ରୀ କୋଠର ଚେତାବନୀ ଓ ସୁନା ଦରର ନୂଆ ଖବର। ଏକାଠି ଦେଖନ୍ତୁ ଆଜିର ସବୁଠୁ ବଡ଼ ଖବର, 25ଟି ଖବର କେବଳ ନବ ଓଡ଼ିଶା ନ୍ୟୁଜ୍ରେ। ଆପଣ ଯଦି ଏହି ଭିଡ଼ିଓ ଦେଖୁଛ ମାନେ ଦୟାକରି ଆପଣଙ୍କ ଜିଲ୍ଲା ନାମ କମେଣ୍ଟ କରନ୍ତୁ ଓ ଭିଡ଼ିଓକୁ ଲାଇକ୍ କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରନ୍ତୁ। ଆଜିକାଲି ପ୍ରାୟତଃ ସମସ୍ତେ ସରକାରୀ ଓ ସେବାକାରୀ କାମ ପାଇଁ ଆଧାର କାର୍ଡ ଆବଶ୍ୟକ ହେଉଛି ଏବଂ ଏହାକୁ ସହଜ ଓ ଦୀର୍ଘସ୍ଥାୟୀ କରିବା ପାଇଁ ୟୁଆଇଡି ଆଣିଛି ନୂଆ ପିଭିସି ଆଧାର କାର୍ଡ। ଏହି କାର୍ଡ ଏଭଳି କି ଏଟିଏମ୍ କାର୍ଡ ଭଳି ଦେଖାଯାଏ, ଛୋଟ, ମଜବୁତ ଏବଂ ଲାଉଡ୍ ପ୍ରିଣ୍ଟେଡ୍ ପେପର ଆଧାର ଅପେକ୍ଷା ଏହା ଅଧିକ ସୁରକ୍ଷିତ ଏବଂ ଜଲ, ଧୂପ କିମ୍ବା ଭାଙ୍ଗିଯିବାର ଆଶଙ୍କା ନାହିଁ। ଏଥିରେ ରହିଛି ହୋଲୋଗ୍ରାମ ଓ ମାଇକ୍ରୋ କେସିଟ୍ସ, ଷ୍ଟୋର ମେସେଜ, ଇମେଜ ଓ ସୁରକ୍ଷିତ କ୍ୟୁଆର୍ କୋଡ୍, ଯାହା ଆପଣଙ୍କୁ ପରିଚୟ ଅଧିକ ନିରାପଦ କରେ। ୟୁଆଇଡିଆଇ ମାଧ୍ୟମରେ ସୁପାରିଶ କରୁଛି ଯେ ପ୍ରତି 10 ବର୍ଷରେ ଆଧାର ସୂଚନା ଭାଲିଡେଟ୍ କରି ଅପଡେଟ୍ ରଖନ୍ତୁ। ତେଣୁ ଦେର ନ କରି ଆପଣ ନୂଆ ପିଭିସି ଆଧାର କାର୍ଡ କରନ୍ତୁ ଏବଂ ଆଧୁନିକ ପରିଚୟ ସହ ଉପଭୋଗ କରନ୍ତୁ। ଏହି ଥିଲା ଆଜିର ବିଶେଷ ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଂ ଗ୍ରାମ ପଞ୍ଚାୟତ ଏକ ନୂତନ ଯୋଗ ଆରମ୍ଭ କରିଛନ୍ତି। ନୂତନ ପଞ୍ଚାୟତ କାର୍ଯ୍ୟାଳୟରେ ଏବଂ ଓନ୍ ପୋଷ୍ଟ ସେବା କେନ୍ଦ୍ର ଏବଂ ଲୋକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯାଉଛି। ଯୋଜନାରେ ପ୍ରଥମ କିସ୍ତିରେ 28ଟି ଜିଲ୍ଲାରେ 693 ହିତାଧିକାରୀଙ୍କ 38,000 ଟଙ୍କା ହସ୍ତାନ୍ତର କରାଯାଇଛି। ଏହି କେନ୍ଦ୍ରରେ ବ୍ୟାଙ୍କ, ପୋଷ୍ଟ ଅଫିସ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସରପଞ୍ଚ ଏବଂ ଅନ୍ୟାନ୍ୟ ସୁବିଧା ଏକ ସ୍ଥାନରେ ଉପଲବ୍ଧ। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକୁ ଗୋଟିଏ ସ୍ଥାନରୁ ସମସ୍ତ ସେବା ମିଳିବା ଭଳି ନିର୍ମାଣ କରିଛନ୍ତି, ଯାହାର ଲକ୍ଷ୍ୟ 50 ଲକ୍ଷ ହିତାଧିକାରୀଙ୍କ ଘର ଯୋଗାଇବା। ରାଜ୍ୟ ଓ ଇସ୍ରାଏଲଙ୍କ ମଧ୍ୟରେ ଯୁଦ୍ଧର ସମ୍ପର୍କିତ ପରିସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରମ୍ପଙ୍କ ମଧ୍ୟସ୍ଥ ପରେ ଆସିଥିବା ଅସ୍ତ୍ରବିରତି ମଧ୍ୟରେ ଇସ୍ରାଏଲ ନିଜ ଆକ୍ରମଣ ଜାରି ରଖିଛି। ଏପରିକି ଆକ୍ରମଣ 57 ପାଲେଷ୍ଟିନିୟନ ଜଣଙ୍କୁ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା 66,216 ଲୋକଙ୍କ ଜୀବନ ହରାଇଛନ୍ତି ଏବଂ 1 ଲକ୍ଷରୁ ଅଧିକ ଲୋକ ଆହତ। ଗଜାରେ ପରିସ୍ଥିତି ବେଶୀ ଚିନ୍ତାଜନକ ଏବଂ ଏହି ଅସ୍ତ୍ରବିରତି ବେଶୀ ଦିନ ଚାଲିପାରିବ ଆଶା କମ୍। ଦିଲ୍ଲୀ ବିମାନରେ ଇଣ୍ଡିଗୋ ବିମାନ ଟେକ୍ଅଫ୍ କରୁଥିବା ସମୟରେ ହଠାତ୍ ଜଣେ ଯାତ୍ରୀଙ୍କ ଆହ୍ୱାନ ବ୍ୟାଗରେ ନିଆଁ ଲାଗିଯାଇଥିଲା। ଦିମାପୁର ଅଭିମୁଖେ ଯାଉଥିବା ସେହି ବିମାନରେ ମୁହୂର୍ତ୍ତ ମାତ୍ରେ ଆତଙ୍କ ସୃଷ୍ଟି ହୋଇଥିଲା, କିନ୍ତୁ ଭାଗ୍ୟକ୍ରମେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ। ବର୍ତ୍ତମାନ କର୍ମଚାରୀଙ୍କ ଇଣ୍ଡିଆନ ସ୍ପିଡ୍ ପ୍ରୋସିଜ୍ୟୁର ଅନୁସାରେ କରି ନିଆଁକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଥିଲା। ଘଟଣା ପରେ ବିମାନ ନିରାପଦ ଭାବରେ ଦିମାପୁରରେ ପହଞ୍ଚିଲା ବୋଲି ଖବର ମିଳିଛି। ବିମାନ କମ୍ପାନୀ ପକ୍ଷରୁ ଯାତ୍ରୀମାନଙ୍କୁ ସତର୍କ ରହି ଷ୍ଟିଙ୍କିଂ ଡିଭାଇସ୍ ବ୍ୟବହାର କରିବା ପାଇଁ ଅନୁରୋଧ ଜାରି କରାଯାଇଛି। ଏହି ଘଟଣା ଏବେ ତଦନ୍ତ ଅଧୀନରେ ଅଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ବୟାନ। ରେଳ ସମ୍ପର୍କରେ ନକଲି ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଦିଲ୍ଲୀରେ ଆନନ୍ଦ ବିହାର ଷ୍ଟେସନକୁ ଅଚାନକ ଯାଞ୍ଚ କଲେ ରେଳମନ୍ତ୍ରୀ। ସେ ଯାତ୍ରୀମାନଙ୍କ ସହିତ ସିଧାସଳଖ ଆଲୋଚନା କରି ସୁବିଧା ଓ ପରିଷ୍କାରତା ଯାଞ୍ଚ କଲେ। ବୈଷ୍ଣବ କହିଛନ୍ତି ଯେ ଭ୍ରମଣ ଭିଡ଼ିଓ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି। ଏହା ସହିଯିବ ନାହିଁ। ରେଳବାଇ ପ୍ରବଣ ଋତୁରେ ଯାତ୍ରୀ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା ରହିଛି। ଆଜି ନୂଆଦିଲ୍ଲୀ ଓ ଷ୍ଟେସନରେ ଦୀପାବଳି ଓ ଛଟ୍ ପର୍ବ ଯାତ୍ରୀଙ୍କ ବିପୁଳ ଭିଡ଼ ଦେଖିବାକୁ ମିଳୁଛି।
2 କିଲୋମିଟର ଲମ୍ବା ଧାଡ଼ିରେ ଯାତ୍ରୀ ଟ୍ରେନ୍ ଅପେକ୍ଷା ଅଛନ୍ତି। ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଗତ କିଛି ସପ୍ତାହରେ ଧରି ସୁନା ମୂଲ୍ୟ ଯେପରି ବଢ଼ୁଥିଲା, ଏବେ ଦେଖାଯାଉଛି ଯେ ତା'ର ଗତି ରୋକି ଯାଇବାକୁ ଯାଉଛି। ଧନତେରାସ ଅବସରରେ ଯେତେବେଳେ ଲୋକମାନେ ସୁନା, ମୁଦ୍ରା, ବରା ଓ ଅଳଙ୍କାର କିଣିଲେ ଏବଂ ବିଶେଷଜ୍ଞମାନେ କହୁଛନ୍ତି ଯେ ଦୀପାବଳି ପରେ ସୁନା ମୂଲ୍ୟ ହ୍ରାସ ପାଇବ, ଜିଏମ୍ସି ଫାଇନାନ୍ସିଆଲ ସର୍ଭିସେସ୍ ପୂର୍ବାନୁମାନରେ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ସପ୍ତାହ ସୁଦ୍ଧା କିଛି ହ୍ରାସ ଦେଖିବାକୁ ମିଳିପାରେ। ଭୌତିକ ଚାହିଦା ହ୍ରାସ ହେଉଛି ଏବଂ ବଜାରରେ ମୌଳିକ ଉତ୍ପାଦଗୁଡ଼ିକ ପୂର୍ବରୁ ଆକଳନ ହୋଇଯାଇଛି। ଚଣ୍ଡିଗଡ଼ଠାରେ ଏକ ଅନଟ ଦୀପାବଳି ଉପଲକ୍ଷେ ମିଟ୍ସ ଗ୍ରୁପର ଅଧ୍ୟକ୍ଷ ଏକେଏମ୍ ଭାଟିଆ 51 ଜଣ କର୍ମଚାରୀଙ୍କୁ ଦୀପାବଳି ଉପଲକ୍ଷେ ବିଶାଳପୂର୍ଣ୍ଣ ସରପ୍ରାଇଜ୍ କାର୍ ଉପହାର ଦେଇ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଭିଡ଼ିଓରେ ଭାଟିଆଙ୍କ କର୍ମଚାରୀଙ୍କୁ କାର୍ ଚାବି ଦେଉଥିବା ଦେଖାଯାଉଛି। ଏହା ଉପହାର ସେହି କର୍ମଚାରୀଙ୍କୁ ମିଳିଛି ଯେଉଁମାନେ କମ୍ପାନୀ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। 2002ରେ ଦେବାଲିଆ ହୋଇଥିଲେ ଭାଟିଆ। 2015ରେ ମିଟ୍ସ ଗଠନ କରି ଏବେ 12ଟି କମ୍ପାନୀ ମାଲିକ। ହରିୟାଣାରେ ପଞ୍ଚକୁଲା ମୁଖ୍ୟାଳୟ ରହିଥିବା ଏକ ଗ୍ରୁପ ଏବେ କାନାଡା, ଇଣ୍ଡିଆରେ ଦୁବାଇରେ ମଧ୍ୟ ବିସ୍ତାର କରୁଛି। ସେ ନୂଆ 5 ଜଣ ଡାଇରେକ୍ଟରଙ୍କୁ ନିଯୁକ୍ତ କରି ଶିଳ୍ପ ଚନ୍ଦଲଙ୍କୁ ସିଇଓ ଭାବେ ନିଯୁକ୍ତ କରିଛନ୍ତି। ଜବଲପୁର ରେଳ ଷ୍ଟେସନରେ ୟୁପିଆଇ ଟ୍ରାଞ୍ଜାକ୍ସନ ଫେଲ୍ ହେବାରୁ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶଙ୍କିତ ବିକ୍ରେତା ଯାତ୍ରୀଙ୍କ କଲର ଧରି ଛାଡ଼ିନଥିଲେ। ଯେତିକି ପେମେଣ୍ଟ ନ ହୋଇଥିଲା। ଭିଡ଼ିଓ ଭାଇରାଲ ହେବାରେ ବିକ୍ରେତାଙ୍କୁ ଗିରଫ କରାଯାଇଛି। ଏହା ଏବଂ ଲାଇସେନ୍ସ ବାତିଲ ପାଇଁ ରେଳବାଇ ତଦନ୍ତ ଆରମ୍ଭ କରିଛି। ଘଟଣା 17 ଅକ୍ଟୋବର ସନ୍ଧ୍ୟା 5:30ରେ ଷ୍ଟେସନର 5 ନମ୍ବର ପ୍ଲାଟଫର୍ମରେ ଘଟିଥିଲା। ଯୁବକ ଅନଲାଇନରେ ପେମେଣ୍ଟ କରିବା ଚେଷ୍ଟା କଲେ ବି ଟ୍ରାଞ୍ଜାକ୍ସନଟା ଫେଲ୍ ହେଲା। ଟ୍ରେନ୍ ଛାଡ଼ି ଦେବା ପରେ ସେ ଯୁବକକୁ ଚେଷ୍ଟା କଲେ କିନ୍ତୁ ବିକ୍ରେତା ତାଙ୍କୁ ଧରି ରଖିଲେ। ଶେଷରେ ଯୁବକ ନିଜ ଘଣ୍ଟା ଦେଇ ପେମେଣ୍ଟ କଲେ ଏବଂ ବିକ୍ରେତା ପାଇଁ ତାଙ୍କ ହାତରୁ ସିଙ୍ଗଡ଼ା ଧରାଇଲେ। କଳାହାଣ୍ଡି ଜିଲ୍ଲାର ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଅଲତାରା ଗ୍ରାମରେ ବଜ୍ରପାତରେ 22 ଛେଳି ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନ ହଠାତ୍ ବଜ୍ରପାତ ହେବାରୁ ଛେଳି ଚରାଉଥିବା ଚାଉଳ ଉପକୂଳ ବର୍ତ୍ତି ଯାଉଛନ୍ତି। ଗ୍ରାମଙ୍କ ଜନକ ଭାଇ ଓ ବିରଞ୍ଚି ମାଝୀ ଛେଳିଗୁଡ଼ିକୁ ସୁହନାମୁଖୀ ଜଙ୍ଗଲକୁ ନେଇଥିଲେ। ତେବେ ହଠାତ୍ ଘଡ଼ଘଡ଼ି ସହ ବଜ୍ରପାତ ହେବାରୁ ସମସ୍ତ ଛେଳି ଘଟଣାସ୍ଥଳରେ ମରିଯାଇଛନ୍ତି। ମୃତ ଛେଳିମାନଙ୍କ ମଧ୍ୟରୁ ବିଭିନ୍ନ ଗ୍ରାମବାସୀଙ୍କର ମାଲିକାନା ଥିଲା। ଘଟଣା ପରେ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ ଦ୍ୱିଜେନ୍ଦ୍ର ନାଗ ପହଞ୍ଚି ବ୍ୟବସ୍ଥିତ କରିଛନ୍ତି। ଗ୍ରାମବାସୀ ମୃତ ପଶୁ ମାଲିକଙ୍କୁ ଶୀଘ୍ର ସହାୟତା ଦେବାକୁ ଦାବି କରିଛନ୍ତି। ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଦୁବାଇ ଆସିଥିବା ବାଇ 747 ମାଲବାହୀ ବିମାନ ରନୱେରୁ ଖସି ସିଧା ସମୁଦ୍ରରେ ପଡ଼ିଗଲା। ଏହି ଦୁର୍ଘଟଣାରେ 2 ଜଣ ନେଭିଆନ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି କିନ୍ତୁ ବିମାନର 4 କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି। ବିମାନଟି 32 ବର୍ଷ ପୁରୁଣା ଥିଲା ଏବଂ କାର୍ଗୋ ବିମାନ ଭାବେ କାମ କରୁଥିଲା। ଘଟଣା ପରେ ହୁକ୍ ଏୟାରପୋର୍ଟ ୟୁଏନ୍କୁ ସୁରକ୍ଷା ପାଇଁ ବନ୍ଦ କରାଯାଇଛି। ବିମାନଟି 2 ଖଣ୍ଡରେ ବିଭକ୍ତ ହୋଇଛି ଯାହା ଦୁର୍ଘଟଣାର ଗମ୍ଭୀରତାକୁ ପ୍ରଦର୍ଶନ କରେ। ଦୀପାବଳି ପର୍ବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୌସେନାର ଯୁବକଙ୍କ ସହ ଆଇଏନ୍ଏସ୍ ବିକ୍ରାନ୍ତ ଉପରେ ଦୀପାବଳି ପାଳନ କରିଛନ୍ତି। ଏହି ମୁହୂର୍ତ୍ତରେ ସେ ସାହସୀ ନାବାଳିକାଙ୍କୁ ସମ୍ବୋଧନ କରି କହିଥିଲେ ଯେ ଯେଉଁମାନେ ନିଜ ଦମରେ ଲଢ଼ନ୍ତି ସେମାନେ ସର୍ବଦା ବିଜୟୀ ହୁଅନ୍ତି। ପ୍ରଧାନମନ୍ତ୍ରୀ ମୋଦି ଅପରେସନ ସିନ୍ଦୁରରେ 3 ସଶସ୍ତ୍ର ବାହିନୀର ସାହସିକତା ସ୍ମରଣ କରି ସୈନିକମାନଙ୍କୁ ଶକ୍ତି ଏବଂ ସାହସର ସ୍ୱୀକୃତି ଦେଇଛନ୍ତି। ଏହି ଦୀପାବଳିରେ ସମୁଦ୍ର ଜଳରେ ଝଲୁଥିବା ସୂର୍ଯ୍ୟକିରଣ ସାହସୀ ସନ୍ନ୍ୟାସିନୀମାନଙ୍କ ଦ୍ୱାରା ପ୍ରଜ୍ୱଳିତ ଦୀପ ସଦୃଶ ଦୃଶ୍ୟ ସୃଷ୍ଟି କରୁଛି। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନାବାଳିକାମାନଙ୍କ ସହ ଦୀପାବଳି ପାଳନ କରିଥିଲେ। ଏହି ମୁହୂର୍ତ୍ତରେ ସ୍ମରଣୀୟ
ରହିଛି। ଦିଲ୍ଲୀ ବିମାନ ବନ୍ଦରରେ ଇଣ୍ଡିଆନ୍ ବିମାନ ଟିକ୍ସ କରୁଥିବା ସମୟରେ ହଠାତ୍ ଜଣେ ଯାତ୍ରୀଙ୍କ ପହାମାନ ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଦିମାପୁର ଅଭିମୁଖ ହେଉଥିବା ସେହି ବିମାନରେ ମୁହୂର୍ତ୍ତପୂର୍ଣ୍ଣ ଆତଙ୍କ ସୃଷ୍ଟି ହୋଇଥିଲା, କିନ୍ତୁ ଭାଗ୍ୟକ୍ରମେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ। ବିମାନ କର୍ମଚାରୀମାନଙ୍କୁ ଇଣ୍ଡିଆନ୍ ସ୍ପିଡ୍ ପ୍ରୋସିଜିଅର୍ସ ଅନୁସାରେ କରି ନିଆଁକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଛି। ଘଟଣା ପରେ ବିମାନ ନିରାପଦ ଭାବରେ ଦିମାପୁରରେ ପହଞ୍ଚିଥିଲା ବୋଲି ଖବର ମିଳୁଛି। ବିମାନ କମ୍ପାନୀ ପକ୍ଷରୁ ଯାତ୍ରୀମାନଙ୍କୁ ସତର୍କ ରହି ଇଂଲଣ୍ଡର ଅନୁରୋଧ ଜାରି ହୋଇଛି। ଏହି ଘଟଣା ଏବେ ତଦନ୍ତ ଅଧୀନରେ ଅଛି। ପୁରୀ ସହରରେ ଆଜି ସର୍ବସ୍ୱ ମୁଖ୍ୟରେ ଯେଉଁଠାରେ ଦୀପାବଳି ଉତ୍ସବରେ ଶ୍ରୀଜଗନ୍ନାଥଙ୍କ ଧାମରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଭିଡ଼ ଲାଗିଛି। ଭକ୍ତଙ୍କ ସୁରକ୍ଷା ପାଇଁ ମୁତୟନ ହେଉଛି 28 ପ୍ଲାଟୁନ୍ ପୁଲିସ ଫୋର୍ସ, ଯେଉଁଥିରେ ରହିଛନ୍ତି ଜଣେ ଅତିରିକ୍ତ ଏସିପି, 2 ଜଣ ଡିଏସ୍ପି ଓ ଅନ୍ୟାନ୍ୟ ଅଧିକାରୀ। ଶ୍ରୀମନ୍ଦିର ପରିସରରେ 6 ଫୁଟର ପୁଲିସ ନିର୍ବାହନ ଦର୍ଶନ ବ୍ୟବସ୍ଥା ନିମନ୍ତେ ରହିଛନ୍ତି। ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ କୁମାର ସିଂ କହିଛନ୍ତି ଯେ ଦୀପାବଳି ଓ କାଳୀପୂଜା ସମୟରେ ସମସ୍ତ ପ୍ରକାର ଅଘଟଣ ଏଡିବା ପାଇଁ ଯଥେଷ୍ଟ ବ୍ୟବସ୍ଥା ହୋଇଛି। ଅପଡେଟ୍ ବିଭିନ୍ନ ପୂଜା ମଣ୍ଡପରେ ଓ ଦୀପା ପୀଠରେ କାଳୀ ପୂଜା ପାଇଁ ରଙ୍ଗୀନ ଆଲୋକ ସଜାଣ ଚାଲିଛି। ସିଂହଦ୍ୱାର ନିକଟରେ ଭକ୍ତମାନଙ୍କ ପାଇଁ ବିଶେଷ ବାରିକେଡ୍ ଓ ବକ୍ସ ବ୍ୟବସ୍ଥା, ଯେଉଁଠାରେ ପ୍ରଶାସନ ଦୀପାବଳି ପାଳନ ହେଉଛି ସାହସ ସହିତ। ଦୀପାବଳି ପୂର୍ବରୁ ଦୀପାବଳି ଆକାଶରେ ହେଉଛି ବିଷାକ୍ତ 38ଟି ସ୍ଥାନ ମଧ୍ୟରୁ 12ଟିରେ ବାୟୁ ଗୁଣବତ୍ତା ସୂଚକାଙ୍କ 400 ଅତିକ୍ରମ କରି ଅତି ଖରାପ ଶ୍ରେଣୀକୁ ପହଞ୍ଚିଛି। ପ୍ରଦୂଷଣ ବୃଦ୍ଧି ସହ ଦିଲ୍ଲୀ ଏନ୍ସିଆର୍ରେ ଲାଗୁ ହୋଇଛି ଗ୍ରୁପ୍ 2 କଟକଣା। ଯାନବାହନ ନିଆଁ, ନାଡାଲାପୁର ଜାଳିବା ଓ ଶାନ୍ତ ଆବହାওয়া ଫଳରେ ପରିସ୍ଥିତି ଆହୁରି ଗମ୍ଭୀର ହେଉଛି। ଦୀପାବଳି ସମୟରେ ଆତସବାଜି ଯୋଗୁଁ ଏହି ସଂକଟ ବଢ଼ିପାରେ ବୋଲି ଆଶଙ୍କା। ସରକାର ପକ୍ଷରୁ ନିର୍ମାଣ କାର୍ଯ୍ୟ ଉପରେ ନିୟନ୍ତ୍ରଣ, ପୁରୁଣା ଯାନ ଚଳାଇଥିବା ଉପରେ ଘଟଣାରେ କୋଇଲା, କାଠ ଜାଳିବା ଉପରେ ନିର୍ଦ୍ଦେଶ ଜାରି ରହିଛି। ଏହି ସ୍ଥିତିରେ ନାଗରିକମାନଙ୍କୁ ମାସ୍କ ପିନ୍ଧିବା ଓ ଆତସବାଜି ହ୍ରାସ କରିବା ସୁରକ୍ଷା ରଖିବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଆର୍ଥିକ ସହାୟତା ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଧନୀରେ ଏପର୍ଯ୍ୟନ୍ତ 20 କିସ୍ତି ଆସିଯାଇଛି, ହାତକୁ ପହଞ୍ଚିଛି ଏବଂ ସମସ୍ତଙ୍କ ଦୃଷ୍ଟିରେ 21ତମ କିସ୍ତି ଉପରେ। ଖବର ମୁତାବକ ନୂତନ କିସ୍ତିଟା ଛୋଟ ପୂର୍ବରୁ ଜାରି ହେବା ଆଶା ରହିଛି। ପ୍ରତି 4 ମାସରେ ଏକ ଥର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇ ଯଦି ସବୁ ଯାଞ୍ଚ ସଠିକ୍ ରହେ, ତେବେ ଏଥିପାଇଁ ଚାଷୀମାନେ ଛୋଟ ସମୟରେ ଖୁସିର ଉପହାର ମିଳିପାରେ। ସରକାରୀ ଘୋଷଣା ଏପର୍ଯ୍ୟନ୍ତ ହୋଇନଥିଲା ମଧ୍ୟ କୃଷକ ଆଧାର ଏବଂ ବ୍ୟାଙ୍କ ଲିଙ୍କ, eKYC ଏବଂ ଜମି ରେକର୍ଡ ଯାଞ୍ଚ ସଂକେତ କରିବାକୁ ଅନୁରୋଧ ଜଣାଉଛି। ଏହି ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା ଆପଣ ଦୟାକରି କମେଣ୍ଟ ବକ୍ସରେ ଜଣାଇବେ। ଆଉ ଆପଣ କେଉଁ ଜିଲ୍ଲାରୁ ଦୟାକରି କହିବେ ଓ ସବସ୍କ୍ରାଇବ୍ कीजिए।